जय जगन्नाथ फ्रेंड्स, वेलकम टू एजुकेटर यूट्यूब क्लासेस। तो आम पूर्व क्लास रे विशेष्य विषय रे किछि एमसीक्यू आलोचना करथिले। आज आम सर्वनाम विषय रे किछि एमसीक्यूज मोस्ट इम्पोर्टेंट जहाँकि स्पेशल ओटीटी आउ अपकमिंग टीचिंग एग्जाम पाई कॉम्पिटिटिव एग्जाम पाई आपण मानकु बहुत हेल्प करिवो बोली मोर आशा। तेणु चलतु डेरी न करी क्लास टी आरंभ करिवा। ଯେଉଁ ପଦ ସାଧାରଣତଃ ବିଶେଷ୍ୟ ବିଶେଷଣ ଓ ବାକ୍ୟାର୍ଥ ପରିବର୍ତ୍ତେ ବ୍ୟବହୃତ ହୋଇଥାଏ ତାହାକୁ କ'ଣ କୁହାଯାଏ? ତ ସଠିକ ଉତ୍ତରଟି ହେଇଯିବ ସର୍ବନାମ। ଠିକ ଅଛି। ଯେଉଁ ସର୍ବନାମ ବାକ୍ୟକୁ ପ୍ରଶ୍ନବାଚକ କରେ ତାହାକୁ କି ସର୍ବନାମ କହନ୍ତି? ତ ୟାକୁ ଯଦି ପ୍ରଶ୍ନ ସେ କରୁଛି କ'ଣ ପ୍ରଶ୍ନବାଚକ ସର୍ବନାମ। ମୁଁ କ'ଣ କରିବି ରେଖାଙ୍କିତ ଶବ୍ଦଟି କି ସର୍ବନାମ। ମୁଁ କ'ଣ କରିବି, ତ ଏଠି କ'ଣ ପଚାରୁଛି, ସେ କ୍ୱେଶ୍ଚନ ପଚାରୁଛି। ତ ଏଠି ଉତ୍ତର ହବ ପ୍ରଶ୍ନବାଚକ ସର୍ବନାମ। ଯେଉଁ ସର୍ବନାମ ପଦଗୁଡ଼ିକର ବ୍ୟବହାରରେ ନିର୍ଦ୍ଦେଶ ସୂଚିତ ହୁଏ ତାହାକୁ କେଉଁ ସର୍ବନାମ କୁହାଯାଏ? ନା ନିର୍ଦ୍ଦେଶାତ୍ମକ ସର୍ବନାମ କୁହାଯାଏ। ଠିକ ଅଛି। ତାପରେ ନେକ୍ସଟ କ୍ୱେଶ୍ଚନ, ସେମାନେ ଆସନ୍ତାକାଲି କଟକ ଯିବେ ରେଖାଙ୍କିତ ଶବ୍ଦଟି କି ପଦ? ତ ୟାକୁ ଆମେ କ'ଣ କହିବା ନା ସେମାନେ ସର୍ବନାମ ହବ। ମୁଁ, ସେ, ସେମାନେ, ଆପଣମାନେ। ଆମେ ବିଦ୍ୟାଳୟକୁ ପ୍ରତିଦିନ ଯାଉ ରେଖାଙ୍କିତ ଶବ୍ଦଟି କି ପଦ? ଇଏ ବି ହେଇଯିବ ଆମର ସର୍ବନାମ। ଠିକ ଅଛି। ତ ନେକ୍ସଟ କ୍ୱେଶ୍ଚନ, ଯେଉଁ ସର୍ବନାମ ଦ୍ୱାରା କୌଣସି ନିଶ୍ଚିତ ବ୍ୟକ୍ତି ବା ବସ୍ତୁର ଧାରଣା ହୁଏ ନାହିଁ ତାହାକୁ କି ସର୍ବନାମ କହନ୍ତି? ତାକୁ କୋଉ ସର୍ବନାମ କୁହାଯାଏ? ନା ଅନିଶ୍ଚୟବାଚକ ସର୍ବନାମ କୁହାଯାଏ। ଯେସାକୁ ତେସା ରେଖାଙ୍କିତ ଶବ୍ଦଟି କି ସର୍ବନାମ? ଯେସାକୁ ତେସା ହେଲା ଆମର କ'ଣ ନା ସମ୍ବନ୍ଧବାଚକ ସର୍ବନାମ। ଯେସାକୁ ତେସା। ଠିକ ଅଛି। ଯେଉଁ ସର୍ବନାମ ପଦ ବାକ୍ୟରେ ବ୍ୟବହୃତ ହୋଇ ବିଶେଷ୍ୟ ପଦକୁ ନିର୍ଣ୍ଣୟ କରେ ତାହାକୁ କି ସର୍ବନାମ କୁହାଯାଏ? ତାକୁ କୁହାଯାଏ ନିର୍ଣ୍ଣୟାତ୍ମକ ସର୍ବନାମ। ନେକ୍ସଟ, ସତ୍ୟବାଦୀ ନିଜେ ଏହି କଥା କହିଛନ୍ତି, ସତ୍ୟବାଦୀ ନିଜେ ଏହି କଥା ଲେଖିଛି, ଏହା କି ସର୍ବନାମ? ଏଠି ଉତ୍ତର ହେଇଯିବ ଗୁରୁତ୍ୱାରୋପକ ସର୍ବନାମ। ନେକ୍ସଟ କ୍ୱେଶ୍ଚନ, ମାଧବୀ ଅପର୍ଣ୍ଣା ଦୁଇ ଭଉଣୀ ଉଭୟେ ଦେଖିବାକୁ ସୁନ୍ଦର ରେଖାଙ୍କିତ ପଦଟି କି ସର୍ବନାମ? ସଠିକ ଉତ୍ତର ହେଇଯିବ ନିର୍ଣ୍ଣୟାତ୍ମକ ସର୍ବନାମ। ନେକ୍ସଟ କ୍ୱେଶ୍ଚନ, ସେ ରାଜନୀତିରେ ନିଜେ ନିଜକୁ ପ୍ରତିଷ୍ଠା କରିଛନ୍ତି ରେଖାଙ୍କିତ ପଦଟି କି ସର୍ବନାମ ହବ? ନା ଆତ୍ମବାଚକ ସର୍ବନାମ। ନିଜକୁ ନିଜେ, ସେ ଆତ୍ମ, ନିଜକୁ ସେ ସୂଚିତ କରୁଛନ୍ତି। ଯହିଁ ପାଣି ତହିଁ ମାଛ ରେଖାଙ୍କିତ ଶବ୍ଦ ଦୁଇଟି କି ପଦ? ଏଠି ହେଇଯିବ କ'ଣ ନା ସର୍ବନାମ ପଦ ହେଇଯିବ। କର୍ଣ୍ଣ ବଡ଼ ଦାନୀ ଥିଲେ ମାତ୍ର ଦୁର୍ଯ୍ୟୋଧନ ତାହା ନଥିଲେ ରେଖାଙ୍କିତ ଶବ୍ଦଟି କି ପଦ? ସମସ୍ତେ ଜାଣିଛନ୍ତି କ'ଣ ତାହା ସର୍ବନାମ। ଠିକ ଅଛି। ନେକ୍ସଟ, କୌଣସି ସର୍ବନାମ ବିଶେଷ୍ୟ ପଦ ପରିବର୍ତ୍ତେ ବ୍ୟବହୃତ ହୋଇ ଦୁଇଟି ବାକ୍ୟକୁ ଯୋଗ କଲେ ତାହାକୁ କି ସର୍ବନାମ କୁହନ୍ତି? ତାକୁ ଆମେ କହିବା ସମୁଚୟୀ ସର୍ବନାମ। ଏପରି ଲୋକ ନାହିଁ ଯେ ମହାତ୍ମା ଗାନ୍ଧୀଙ୍କ ନାମ ଶୁଣି ନାହିଁ, ଏହା କି ସର୍ବନାମ? ଏହା ହେଇଯିବ କ'ଣ ନା ସମୁଚୟୀ ସର୍ବନାମ। ରାମ ବାବୁ ବେଳେ ଆସି ପହଞ୍ଚିବେ, ଏଟା କେତେବେଳେ ଆସି ପହଞ୍ଚିବେ? ଠିକ ଅଛି। ଏଟା ହେଇଯିବ କ'ଣ ରାମ ବାବୁ କେତେବେଳେ ଆସି ପହଞ୍ଚିବେ। ସେ ରେଖାଙ୍କିତ ଶବ୍ଦଟି କି ପଦ? ଏଟା ହବ ଆମ ସର୍ବନାମ। ଠିକ ଅଛି।
ଏ କି ସେ ଆର୍ଯ୍ୟଭୂମି ରେଖାଙ୍କିତ ଶବ୍ଦଟି କି ସର୍ବନାମ? ସେ କହୁଛି ଏଇ କି ସେ ଆର୍ଯ୍ୟଭୂମି ରେଖାଙ୍କିତ ଶବ୍ଦଟି କି ସର୍ବନାମ? ଏଇଟା ହବ କଣ? ଏଟା ହେଇଯିବ ଆମର ଅପସନ ବି ନିର୍ଦ୍ଦେଶାତ୍ମକ ସର୍ବନାମ। ତାପରେ ନେକ୍ସଟ, ନିଜେ ଏହା କି ସର୍ବନାମ? ନିଜେ ଏଟା ହେବ ଆତ୍ମ। ଆରେ ନିଜେ ସେ ନିଜକୁ କହୁଛି, ତେଣୁ ଏ ଯୋଉ କଣ ଆତ୍ମବାଚକ ସର୍ବନାମ। ସମ୍ମାନବାଚକ ସର୍ବନାମଟି କିଏ? ଆପଣ, ତୁ, ତୁମେ, ତୁମର। ଏଠି ହେଇଯିବ କଣ? ସଠିକ ଉତ୍ତରଟି ହେଇଯିବ ଆପଣ। ତ ଆଉ ଗୋଟିଏ ଲାଷ୍ଟ କ୍ୱେଶ୍ଚିନ୍ ହେଲା 21 ନମ୍ବର। ଏ, ଏହା, ଏହି, ସେ, ସେହି, ତାହା ଇତ୍ୟାଦି କି ସର୍ବନାମ? ଏହାକୁ ଆମେ କହିପାରିବା କଣ? ନା ନିର୍ଦ୍ଦେଶ ଦଉଛନ୍ତି ଆମେ। ଏ, ଏହା, ଏହି, ସେ, ସେଇଟି, ସେହି। ତ ଇଏ ଯିବ ନିର୍ଦ୍ଦେଶ ଦଉଛନ୍ତି, ନିର୍ଦ୍ଦେଶାତ୍ମକ ସର୍ବନାମ।